ଭାରତୀୟ ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଥିଲେ ମଧ୍ୟ ଐତିହାସିକ ଭାବେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ମାନେ ଏସ୍ସି ଏସ୍ଟି ଓ ଅନ୍ୟାନ୍ୟ ପଛୁଆ ବର୍ଗ ଯେମିତିକି ଓବିସି ଲୋକମାନେ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏହି ଅସମାନତାକୁ ଦୂର କରି ସେମାନଙ୍କୁ ସମାଜର ମୁଖ୍ୟ ଧାରାରେ ଆଣିବା ପାଇଁ ଓଡ଼ିଶା ସରକାର ଏସ୍ସି ଏସ୍ଟି ଓ ଓବିସି ମାନଙ୍କ ପାଇଁ ବିଶେଷ ଯୋଜନା ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ରୂପାନ୍ତରିତ କରିଛନ୍ତି। ଓଡ଼ିଶା ରାଜ୍ୟରେ ଏସ୍ସି ଓ ଏସ୍ଟି ଜନସଂଖ୍ୟାର ହାର ଦେଶରେ ସବୁଠୁ ଅଧିକା, ବିଶେଷ କରି ଆଦିବାସୀ ଅଞ୍ଚଳଗୁଡ଼ିକରେ। ଏହାକୁ ଧ୍ୟାନରେ ରଖି ସରକାର ଶିକ୍ଷା, ଚାକିରି, ଛାତ୍ରବୃତ୍ତି, ଆବାସ, ସ୍ୱରୋଜଗାର, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଓ ସାମାଜିକ ସୁରକ୍ଷା ଭଳି କ୍ଷେତ୍ରରେ ଅନେକ ଲକ୍ଷ୍ୟ ଭିତ୍ତିକ ଯୋଜନା ଆଣିଛନ୍ତି। ଏସ୍ସି ଓ ଏସ୍ଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଶିକ୍ଷା, ପ୍ରି ମ୍ୟାଟ୍ରିକ ଓ ପୋଷ୍ଟ ମ୍ୟାଟ୍ରିକ ଛାତ୍ରବୃତ୍ତି, ହଷ୍ଟେଲ ସୁବିଧା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ସହାୟତା ଦିଆଯାଉଛି। ସେହିପରି ଓବିସି ବର୍ଗର ଯୁବକମାନଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସମାନ ସୁଯୋଗ ଦେବା ପାଇଁ ଛାତ୍ରବୃତ୍ତି ଓ ସ୍କିଲ୍ ଟ୍ରେନିଂ ଯୋଜନା ଚାଲୁ ରହିଛି। କେବଳ ଶିକ୍ଷା ନୁହେଁ, ଦାରିଦ୍ର୍ୟରୁ ବାହାର କରିବା ପାଇଁ ସ୍ୱରୋଜଗାର ଯୋଜନା, କମ୍ ସୁଧରେ ଋଣ, ବ୍ୟବସାୟ ଆରମ୍ଭ ପାଇଁ ସହାୟତା ଓ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମଧ୍ୟ ସରକାର ଆରମ୍ଭ କରିଛନ୍ତି। ଏହି ସମସ୍ତ ପ୍ରୟାସର ଲକ୍ଷ୍ୟ ଗୋଟିଏ, ଏସ୍ସି ଏସ୍ଟି ଓ ଓବିସି ମାନଙ୍କୁ ସଶକ୍ତ କରି ସମାନ ଅବସର ଦେଇ ଓଡ଼ିଶାକୁ ସମତା ଓ ସମୃଦ୍ଧିର ପଥରେ ଆଗେଇ ନେବା। ଅନୁସୂଚିତ ଜାତି ତଥା ଜନଜାତିଙ୍କ ପାଇଁ ଆମ ଓଡ଼ିଶା ସରକାରଙ୍କ ତରଫରୁ ପ୍ରମୁଖ ବିଭାଗ ରହିଛି, ଯେଉଁଥିରେ ଏମାନଙ୍କ ସୁବିଧା ତଥା ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ଲାଗୁ କରାଯାଇଛି। ଆଜି ଜାଣିବା ଏସ୍ଟି, ଏସ୍ସି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ମୂଳ ସୁବିଧା, ଆର୍ଥିକ ଅଧିକାର, ଭତ୍ତା ଏବଂ କ୍ଷତିପୂରଣ ସବୁ କ'ଣ ରହିଛି। ସର୍ବୋପରି ଏହା ସମ୍ପର୍କରେ ସଂକ୍ଷିପ୍ତରେ ଜାଣିବା। ବିଭାଗର ନିର୍ଦ୍ଦେଶାବଳୀ କ'ଣ ରହିଛି ଏବେ ଜାଣନ୍ତୁ। ସମ୍ବିଧାନ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିର ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କୁ ଦାୟିତ୍ୱ ଦିଆଯାଇଛି। ବିଭାଗର ନୀତି, କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡ଼ିକ ଭାରତୀୟ ସମ୍ବିଧାନର ବିଭିନ୍ନ ଧାରାରେ ବିଭକ୍ତ କରାଯାଇଛି। ଏଥିରେ ଉଲ୍ଲେଖିତ ସାମଗ୍ରିକ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସହିତ ସମନ୍ୱୟରେ ଡିଜାଇନ୍ କରାଯାଇଛି, ଯାହା ଏସ୍ଟି ଏବଂ ଏସ୍ସି ସମ୍ପ୍ରଦାୟର ଜୀବନର ଗୁଣବତ୍ତାକୁ ଉନ୍ନତ କରିବ। ଏମାନଙ୍କ ପାଇଁ ସମ୍ବିଧାନର ଯେଉଁ ସବୁ ଧାରାଗୁଡ଼ିକ ରହିଛି ସେସବୁ ହେଉଛି ଧାରା 46ର ଭାଗ ଚତୁର୍ଥ, ଏହାପରେ ଧାରା 16, 17, 19, 164, 244, 275, 330, 332, 335, 338, 339, 341, 342 ଏବଂ 366। ଏସ୍ଟି, ଏସ୍ସି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ମୂଳ ସୁବିଧା, ଆର୍ଥିକ ଅଧିକାର, ଭତ୍ତା ଏବଂ କ୍ଷତିପୂରଣ ସବୁ କ'ଣ ରହିଛି ଚାଲନ୍ତୁ ଜାଣିବା। ରାଜ୍ୟ ପରିଚାଳିତ ଛାତ୍ରାବାସରେ ଏସ୍ଟି, ଏସ୍ସି, ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ରହିବା ସୁବିଧା ରହିଛି। ପ୍ରାଥମିକ ସ୍ତରରୁ ପିଏଚ୍ଡି ସ୍ତର ପର୍ଯ୍ୟନ୍ତ ଏସ୍ଟି, ଏସ୍ସି, ଓବିସି ଏବଂ ସଂଖ୍ୟାଲଘୁଙ୍କର ପାଇଁ ବୃତ୍ତି ରହିଛି। ଏସ୍ଟି ଏବଂ ଏସ୍ସି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗତ ସୁବିଧା ଯେପରିକି ଏନ୍ଟି ପୁସ୍ତକ, ପଠନ ଏବଂ ଲେଖା ସାମଗ୍ରୀ, ସ୍କୁଲ ପୋଷାକ ମଧ୍ୟ ଅଛି। ବୋର୍ଡର ଛାତ୍ରଙ୍କ ମୃତ୍ୟୁର ଦୁର୍ଭାଗ୍ୟଜନକ ଘଟଣାରେ ପରବର୍ତ୍ତୀ ପରିବାରକୁ ନଗଦ କ୍ଷତିପୂରଣ ଦିଆଯାଉଛି। ଦୁଷ୍କର୍ମର ଶିକାର ହୋଇଥିବା ଏସ୍ସି ଏବଂ ଏସ୍ଟି ପୀଡ଼ିତାଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ବିବାଦୀୟ ଜମି ଉପରେ ସେମାନଙ୍କର ଅଧିକାର, ସ୍ୱତଃ ସ୍ୱାର୍ଥ ଏବଂ ଦଖଲ ପ୍ରତିଷ୍ଠା ପାଇଁ ଏବଂ ପିସିଆର୍ ଆଇନ 1955 ଏବଂ ପିଓ ଆଇନ 1999 ଅନୁଯାୟୀ ମାମଲା ପାଇଁ ଏସ୍ସି ଏବଂ ଏସ୍ଟି ମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରାଯାଉଛି। ଏଲ୍ଆଇସିର ଜନଶ୍ରୀ ବୀମା ଯୋଜନା ମାଧ୍ୟମରେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ଯେଉଁମାନେ କି ପିଭିଟିଏଜ୍ ଅନ୍ତର୍ଗତ ଆସୁଛନ୍ତି, ଏମାନଙ୍କ ପାଇଁ ବୀମା ରହିଛି। ଆନ୍ତର୍ଜାତିକ ବିବାହ କରୁଥିବା ଦମ୍ପତିଙ୍କୁ ନଗଦ ପୁରସ୍କାର ରହିଛି। ଓଡ଼ିଶା ଏସ୍ସି ଏସ୍ଟି ଫାଇନାନ୍ସ ଡେଭଲପମେଣ୍ଟ ମାଧ୍ୟମରେ ଏସ୍ସି ଏବଂ ଏସ୍ଟିଙ୍କୁ ବ୍ୟାଙ୍କେବଲ୍ ସ୍କିମ୍ ଅଧୀନରେ ମାର୍ଜିନ ମନି ଋଣ ଦିଆଯାଉଛି। ଲଘୁ ବନଜାତ ଦ୍ରବ୍ୟ ଯେମିତିକି ଏମ୍ଏଫ୍ପି ପାଇଁ ପ୍ରାଥମିକ ସଂଗ୍ରହକାରୀ ଭାବରେ ଅନୁସୂଚିତ ଜନଜାତିଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଉଛି। ଓଆର୍ଭି ଆଇନ 1975ର ବ୍ୟବସ୍ଥା ଅନୁଯାୟୀ ପୋଷ୍ଟ ଏବଂ ସେବାରେ ସଂରକ୍ଷଣ କରାଯାଉଛି। କାର୍ଯ୍ୟୋନ୍ନୟନ ସଂସ୍ଥା ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯୋଗ ଦେବା ପାଇଁ ପୂର୍ବ ପରୀକ୍ଷା, ପୂର୍ବ ନିଯୁକ୍ତି ତାଲିମ ମଧ୍ୟ ପ୍ରଦାନ କରାଯାଉଛି। ଏବେ ଜାଣିବା ଦୁଷ୍କର୍ମ ପୀଡ଼ିତାଙ୍କୁ କେଉଁ ସବୁ କ୍ଷତିପୂରଣ ମିଳୁଛି।
ଅନୁସୂଚିତ ଜାତି ଏବଂ ଜନଜାତି POA ନିୟମ ଅନୁଯାୟୀ 1995ର ନିୟମ 12 ଚତୁର୍ଥ ସହିତ ସଂଲଗ୍ନ ଅନୁସୂଚିତ ନିର୍ଦ୍ଧାରିତ ମାନଦଣ୍ଡ ଏବଂ ସ୍କେଲ ଅନୁଯାୟୀ ଅତ୍ୟାଚାରର ଶିକାର ହୋଇଥିବା ଅନୁସୂଚିତ ଜାତି ଏବଂ ଜନଜାତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ନିୟମ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 25%, ପରେ 50% ଏବଂ 75% ଏବଂ ପ୍ରଥମ ପର୍ଯ୍ୟାୟରେ ଯେଉଁଠାରେ ପ୍ରଯୁଜ୍ୟ ସେଠାରେ ପୂର୍ଣ୍ଣ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉଛି। ବିଚାରାଳୟ ଦ୍ୱାରା ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ବାକି ଟଙ୍କା ପୀଡ଼ିତମାନଙ୍କୁ ପ୍ରଦାନ କରାଯାଉଛି। ସଂଶୋଧନ ନିୟମ 2011 ଅନୁଯାୟୀ 23/12/2011 ଠାରୁ ଅତ୍ୟାଚାରର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିପୂରଣ ଆର୍ଥିକ ସହାୟତାରେ 150% ବୃଦ୍ଧି କରାଯାଇଛି। ଏହା ବାଦ ଯଦି ଆମେ କିଛି ସ୍ୱତନ୍ତ୍ର ବ୍ୟବସ୍ଥାକୁ ଧ୍ୟାନ ଦେବା ତାହେଲେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ କିଛି ସ୍ୱତନ୍ତ୍ର ନିଯୁକ୍ତି କେନ୍ଦ୍ର ମଧ୍ୟ ଅଛି। ପରୀକ୍ଷା ପୂର୍ବ ପ୍ରଶିକ୍ଷଣ ଏବଂ ତାଲିମ, ସଶସ୍ତ୍ର ଏବଂ ଅର୍ଦ୍ଧସାମରିକ ବାହିନୀରେ ପ୍ରବେଶ ପାଇଁ ନିଯୁକ୍ତି ପୂର୍ବ ତାଲିମ, ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ବ୍ୟକ୍ତିମାନଙ୍କୁ ଆଇନଗତ ସହାୟତା ପ୍ରଦାନ, ଅନୁସୂଚିତ ଜାତି ଏବଂ ଜନଜାତିର ଅତ୍ୟାଚାରର ଶିକାର ହୋଇଥିବା ଲୋକଙ୍କୁ କ୍ଷତିପୂରଣ ସ୍ୱରୂପ ଆର୍ଥିକ ସହାୟତା ଦିଆଯାଉଛି। ତ ଏହି ଭିଡ଼ିଓରେ ଆମେ ଜାଣିଲେ ଆମ ଓଡ଼ିଶାରେ SC/ST ତଥା OBC ମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା କେଉଁ ସବୁ ସହାୟତା ପ୍ରଦାନ କରାଯାଉଛି। ଯଦି ଆଜିର ଏହି ଇନଫର୍ମେସନଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଆମ ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।